ଶୁଣନ୍ତୁ ହାରିବେ କ'ଣ ଜଣେ ନେତାଙ୍କର ହାରିବା ଜିତିବା ଭିତରେ ସେବା କରିବାର କ'ଣ କିଛି ଥାଏ କି? କୋଉଠି ମୋତେ ଅସମ୍ମାନ କରାଯିବ କୋଉଠି ସମ୍ମାନ କରାଯିବ ସେଟା ମୋ ବ୍ୟକ୍ତିଗତ କଥା। ହେଲେ 7 ଦିନ ଭିତରେ ଆମେ କମିଟି କରିବୁ, ଆମ ଦଳକୁ ମଜବୁତ କରିବୁ, ସାଙ୍ଗଠନିକ କେମିତି ଆଗକୁ ଯିବ, ଦଳ କେମିତି ଆଗକୁ। କିଏ କହିଲା? ମୁଁ ତ କହିନି। ଭିଜୁଆଲ ଦେଖାଯିବା ସବୁବେଳେ ଭିଜୁଆଲ କ'ଣ ଦେଖାଯିବା ଆଉ ବାସ୍ତବିକ କ'ଣ ସେଟା ଦେଖନ୍ତୁ। ତେଣୁ ବାସ୍ତବିକଟା ଦେଖିକି କୁହନ୍ତୁ। ଯେହେତୁ ମୁଁ ଲୋକ ପ୍ରତିନିଧି, ମୋତେ ଲୋକମାନେ ପ୍ରତିନିଧି କରିବାକୁ ଦେଇଛନ୍ତି, ମୁଁ ଲୋକଙ୍କ ସେବା କରିବି। କୋଉଠି ମୋତେ ଅସମ୍ମାନ କରାଯିବ କୋଉଠି ସମ୍ମାନ କରାଯିବ ସେଟା ମୋ ବ୍ୟକ୍ତିଗତ କଥା। ତେଣୁ ମୋତେ ଲୋକମାନେ କେବଳ ଦେଇଛନ୍ତି ଭୋଟ ତାଙ୍କ ସେବା କରିବା ପାଇଁ ଆଉ ତାଙ୍କର ସମସ୍ୟା ବୁଝିବା ପାଇଁ। ତେଣୁ ମୁଁ ଯଦି ଲୋକଙ୍କ ସେବା କରୁଛି, ଲୋକଙ୍କ ପାଖରେ ମୁଁ ଅଛି, ଲୋକଙ୍କ ହୃଦୟରେ ଅଛି, ତାହେଲେ ମୁଁ ନିଜକୁ ସାଟିସ୍ଫାଏ ମନେ କରୁଛି। ମୁଁ କାହା କଥା ଉପରେ ଭରସା କରେ ନା କି କାହା କଥାକୁ ମୁଁ ଭାବେ ନା ଯେ ସେ ଠିକ କହୁଛନ୍ତି। ଶୁଣନ୍ତୁ, କୋରେଇ ମୁଁ ଯାଇନଥିଲି। କୋରେଇରେ ନିର୍ବାଚନ ଲଢୁଥିଲେ, ସେ ବବାବୁ ଲଢୁଥିଲେ। ତେଣୁ ସିଏ ଜାଣିଛନ୍ତି ସେଠି କ'ଣ ସମସ୍ୟା ହଉଛି କ'ଣ ସମସ୍ୟା ନାହିଁ, ସେଠି ସେ କହିପାରିବେ। ମୋ ନିର୍ବାଚନ ମଣ୍ଡଳୀ କଥା ମତେ ପଚାରିବେ, ମୁଁ କହିପାରିବି। ନାଇଁ, ଶୁଣନ୍ତୁ, ପ୍ରତ୍ୟେକ ଦଳରେ ଅଛି ସେଟା। କୋଉ ଦଳ ମାନେ କହିବେନି, ନିର୍ଦ୍ଦିଷ୍ଟ ପ୍ରତ୍ୟେକ ଦଳର ଅଛି। କଂଗ୍ରେସର ଅଛି, ବିଜେପିର ଅଛି, ବିଜେଡିର ଅଛି। ସେମିତି ନିଜ ପରିବାର ଭିତରେ ଗୋଟେ ପରିବାର ଯଦି କରିଛନ୍ତି, ପିଲା ଛୁଆ 5 ଜଣ ନେଇକି ରହିଛନ୍ତି, ଦରକାର ପଡ଼ିଲେ ବି 5 ଜଣଙ୍କ ଭିତରେ ବି ମନମାଳିନ ହଉଛି, କେତେବେଳେ କାହାର ଅସୁବିଧା ସୁବିଧା ହେଇପାରେ। ସେମିତି ଆମେ ଗୋଟେ ଦଳ କରୁ, ସେଟା ଆମର ବଡ ପରିବାର। ତେଣୁ ଆମ ପରିବାର ଭିତରେ ସେମିତି କ'ଣ ଥିବ ନଥିବ ଏଟା ଆମ ନିଜ ଭିତର କଥା। ଶୁଣନ୍ତୁ, ବଡ ନେତା ବବାଉ ନୁହନ୍ତି। ଆମ ଦଳର ନେତା ହଉଛନ୍ତି, ସୁପ୍ରିମ ହଉଛନ୍ତି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ତାଙ୍କ ନିର୍ଦ୍ଦେଶରେ ଆମ ଦଳ ଚାଲେ। ତେଣୁ ସିଏ କେତେବେଳେ କିଏ କ'ଣ କହିଥିବେ, କୋଉ ପରିସ୍ଥିତି କୋଉ ସମସ୍ୟାକୁ ନେଇ କହିଥିବେ, ତେଣୁ ସେ ସମସ୍ୟା ସେ ନିଜେ ଜାଣିଛନ୍ତି। ତେଣୁ ସିଏ କହିପାରିବେ, ସେଟା ମୁଁ କହିପାରିବିନି। ଶୁଣନ୍ତୁ, ହାରିବେ କ'ଣ ଜଣେ ନେତାଙ୍କର ହାରିବା ଜିତିବା ଭିତରେ ସେବା କରିବାର କ'ଣ କିଛି ଥାଏ କି? ଜଣେ ନେତା ନିଷ୍ପତ୍ତି ନେଇଛନ୍ତି ମୁଁ ସେବା କରିବି। ତେଣୁ ଜିତିବା ହାରିବାରେ କ'ଣ ଅଛି? ଯୋଉମାନେ ଜିତିଛନ୍ତି ସେମାନେ କ'ଣ ବେଶୀ କରୁଛନ୍ତି, ସେମାନେ ହାରିଛନ୍ତି କରିପାରିବେନି? ସେବା ଯୋଉ ମନୋବୃତ୍ତି ଯାହାର ଥିବ ସେ ମନୋବୃତ୍ତି ନେଇ ସେ କରିବେ। ସେ ତ ସବୁବେଳେ ଯାଉଛନ୍ତି, ଲୋକଙ୍କ ପାଖକୁ ଯାଉଛନ୍ତି, ନିର୍ବାଚନ ମଣ୍ଡଳୀ ବୁଲୁଛନ୍ତି। ତେଣୁ ଅସୁବିଧା କୋଉଠି ରହିଛି? ନାଇଁ, ଶୁଣନ୍ତୁ, ସେଇଟା ବା କହିଲି, ସେଇଟା ମୁଁ କହିପାରିବିନି। ଯେହେତୁ ସେଠି ସେ ହଉଛି ନିର୍ବାଚନ ଲଢୁଥିଲେ, ସିଏ ଜାଣିଥିବେ ଲୋକମାନଙ୍କର ସମସ୍ୟା। ତେଣୁ ଲୋକମାନଙ୍କର ସମସ୍ୟା ମୁଁ ସେଠି କହିବି? ନାଇଁ, ଆମ କର୍ମୀ ନେତା ଭିତରେ କୌଣସି ସମସ୍ୟା ନାହିଁ। ସବୁ ଏକାଠି ଅଛନ୍ତି, ଆପଣ ଦେଖୁନାହାନ୍ତି। ଏକାଠି ନଥିଲେ ଆମେ ଏଠି ସମସ୍ତେ କାହିଁକି ବସିଥିଲୁ? ଆମ ଜିଲ୍ଲା ଆଉ ଆମ ଦଳୀୟ କାର୍ଯ୍ୟକ୍ରମ ପାଇଁ ବସିଥିଲୁ ନା। ଆମେ ଏଠି କାହିଁ ବସିଥିଲୁ? ଯାଜପୁରରେ ହଉଛି, ଯାଜପୁରରେ ଆପଣ ଦେଖୁନାହାନ୍ତି, ଯାଜପୁରରେ ହଉଛି, ବିଞ୍ଜାରପୁରରେ ହଉଛି, ସୁକିନ୍ଦାରେ ହଉଛି, କୋରେଇରେ ହଉଛି, ଦାନଗଜିରେ ହଉଛି, ସବୁଠି ହଉଛି। ହଉନି କୋଉଠି? ଯୋଉଠି ଆମେ ଇଚ୍ଛା କରିବୁ ସେଠି ଆମେ ବସିପାରିବୁ। ମୋଟେ ନାହିଁ, ସେଟା ଆମ ନିଜ ଭିତର କଥା। ଆମେ ସମୀକ୍ଷା ଆମେ ନିଜେ କରିଛୁ, ଆମେ ଆଗକୁ ଯିବା ପାଇଁ ଚାହୁଁଛୁ। ଆମ ସମୀକ୍ଷା କାହାର ଆବଶ୍ୟକ ନାହିଁ, ଆମ ନିଜ ଭିତରେ ଅଛି। ଆମେ କେମିତି ଦଳକୁ ଆଗକୁ ନବୁ, ଆମ ସାଙ୍ଗଠନିକ ପ୍ରସ୍ତୁତିଟା ଆମେ କେମିତି ଆଗକୁ ଯିବୁ, କ'ଣ କରିବୁ, ଆମର ସମସ୍ୟା ଲୋକଙ୍କ ଯୋଉ ଭରସା ବିଶ୍ୱାସ ଆମ ଉପରେ ଅଛି, ଆମେ ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଆଗକୁ ଯିବୁ। ଆଉ ନାଇଁ, ମୁଁ ଗୋଟେ କଥା କହିଲି ଯେ ଆପଣ ଦେଖନ୍ତୁ, ଲୋକ ମତେ ଭୋଟ ଦେଇଛନ୍ତି, ମତେ ସେବା କରିବାର ସୁଯୋଗ ଦେଇଛନ୍ତି। ମତେ କୋଉଠି ଦେଖୁଛନ୍ତି? ଲୋକମାନଙ୍କ ପାଖରୁ କିଛି ଶୁଣିଛନ୍ତି କି? ଆପଣ ମାନେ ସେଇଟା କହୁଛନ୍ତି। ଜନସାଧାରଣ ଆପଣଙ୍କୁ କିଛି କହିଛନ୍ତି କି? ଜନସାଧାରଣ କହୁଛନ୍ତି କି ଯେ ଆମେ ବିଧାୟକଙ୍କୁ ଭୋଟ ଦେଇଥିଲୁ, ସେ ଆମ କାମ କରିନାହାନ୍ତି, ଆମ ପାଖରେ ପହଞ୍ଚୁନାହାନ୍ତି, ସେ ଆକ୍ଟିଭ ନାହାନ୍ତି। ଆପଣଙ୍କୁ କହୁଛନ୍ତି କି? ସିଏ ଆକ୍ଟିଭ ରହିଲେ, ସିଏ ଜଣେ ସିନିୟର ନେତା, ସିଏ ଆକ୍ଟିଭ ରହିବେ, ସ୍ୱାଭାବିକ ରହିବେ। ତେଣୁ ତାଙ୍କ ଭିତରେ ସେମିତି କିଛି ଫରକ ନାହିଁ। ସିଏ ଆକ୍ଟିଭ ରହିଲେ, ମୁଁ ରହିଲିନି। ମୁଁ ଲୋକଙ୍କ ପାଖରେ ପହଞ୍ଚୁଛି ନାଇଁ, ମତେ ସେଇଟା କୁହନ୍ତୁ। ମୁଁ ଲୋକଙ୍କ ସରକାରୀ ପ୍ରୋଗ୍ରାମ ହଉ ବା ଆମର ଦଳୀୟ ପ୍ରୋଗ୍ରାମ ହଉ, ମୁଁ ଯାଉଛି କି ନାଇଁ କୁହନ୍ତୁ? ତେଣୁ ମୁଁ ଯଦି ଯାଉଛି, ଲୋକଙ୍କ ସେବାରେ ଅଛି, ଲୋକଙ୍କ କାମ କରିବାର ଅଛି, ତାର ଅସୁବିଧା ରହିଲା କୋଉଠି? ଆରେ ଶୁଣନ୍ତୁ, ଆମେ ଦଳରେ ଅଛୁ, ଆମେ ଦଳରେ ଏଇନା 7ଟା ନିର୍ବାଚନ ମଣ୍ଡଳୀ। ଯଦି ସେଠି ଦାନି ଭାଇକି ଡାକିଲେ କି ଜିତୁ ଭାଇକି ଡାକିଲେ କି ବବାବୁଙ୍କୁ ଡାକିଲେ କି ମତେ ଡାକିଲେ କି ବିଶ୍ୱ ଭାଇକି ଡାକିଲେ କି ମ୍ୟାଡାମଙ୍କୁ ଡାକିଲେ, ଆମେ ଯିବାର ଅସୁବିଧା କ'ଣ ଅଛି? ଆମେ ତ ସମସ୍ତେ ଦଳୀୟ ଲୋକ ନା, ଏଥିରେ ଅସୁବିଧା କ'ଣ ଅଛି? ସେମିତି ଯଦି ତାଙ୍କ ଭାଇକି ଡାକିଲେ ମତେ ଡାକିଲେ, ଏଥିରେ ଅସୁବିଧା କ'ଣ ଅଛି? ମତେ ତ ଡାକୁଛନ୍ତି। ନାଇଁ,
ନାଇଁ ଚାନ୍ସ ନାଇଁ ଚାନ୍ସ ନାଇଁ